ବନ୍ଧୁ, ଛତା ବର୍ଷାକୁ ବନ୍ଦ କରିପାରେ ନା ସତ, କିନ୍ତୁ ବର୍ଷାରେ ଛିଡ଼ା ହେବାରେ ସାହାଯ୍ୟ କରେ। ଠିକ୍ ସେହିପରି ଜୀବନରେ ଧୈର୍ଯ୍ୟ ସଫଳତା ଦେଇପାରେ ନା, କିନ୍ତୁ ସଫଳତାରେ ପହଞ୍ଚିବାକୁ ଆସୁଥିବା ନକାରାତ୍ମକ ଶକ୍ତିଗୁଡ଼ିକୁ ନଷ୍ଟ କରିଦେଇଥାଏ। ଜୀବନରେ ଉପରକୁ ଉଠିବାର ଅଛି ତ ନିଜ ଭିତରେ ଥିବା ଅହଙ୍କାରକୁ କାଢ଼, କାରଣ ହାଲୁକା ଜିନିଷ ହିଁ ସର୍ବଦା ଉପରକୁ ଉଠିଥାଏ। ବନ୍ଧୁ, ଅସ୍ତ୍ର କେବଳ ଶରୀରକୁ ଆଘାତ ଦେଇଥାଏ, କିନ୍ତୁ ଶବ୍ଦ ହସ ଖୁସିରେ ବଞ୍ଚୁଥିବା ଗୋଟିଏ ମଣିଷକୁ ସବୁଦିନ ପାଇଁ ଚୁପ୍ କରିଦେଇଥାଏ। ତେଣୁ ଶବ୍ଦ ମଧ୍ୟ ଗୋଟିଏ ଭୋଜନ ପରି ହୋଇଥାଏ, ଯାହା ଅନ୍ୟକୁ ପରଷିବା ପୂର୍ବରୁ ପ୍ରଥମେ ନିଜେ ଚାଖିବା ଆବଶ୍ୟକ। ବନ୍ଧୁ, ଜୀବନରେ କେବେ ବଡ଼ ବଡ଼ କଥା କହିବ ନାହିଁ, କାହିଁକି ନା ବଡ଼ ବଡ଼ କଥା କହିବା ଦ୍ୱାରା କେହି ବୁଦ୍ଧିମାନ ହୋଇଯାଏ ନାହିଁ, ବରଂ ଛୋଟ ଛୋଟ କଥାକୁ ବୁଝିପାରୁଥିବା ଲୋକ ହିଁ ବୁଦ୍ଧିମାନ ଅଟେ। ଭରସା କେବଳ ତା ଉପରେ କରନ୍ତୁ ଯିଏ ଆପଣଙ୍କର ହସ ପଛରେ ଥିବା ଲୁହକୁ ବୁଝିପାରୁଥିବ, ଯିଏ ଆପଣଙ୍କର ଚୁପ୍ ରହିବାର କାରଣ ବୁଝିପାରୁଥିବ, ଯିଏ ଆପଣଙ୍କର ରାଗ ପଛରେ ଥିବା ଭଲ ପାଇବାକୁ ବୁଝିପାରୁଥିବ। ବନ୍ଧୁ, ସବୁବେଳେ ନିଜ ଉପରେ ବିଶ୍ୱାସ ରଖନ୍ତୁ, କାହିଁକି ନା ବିଶ୍ୱାସ ଏମିତି ଏକ ଜିନିଷ ଯାହା ତୁମକୁ ଜୀବନରେ ବଡ଼ କାମ କରିବାକୁ ଶକ୍ତି ପ୍ରଦାନ କରିଥାଏ। କେବେ ବି ସେହି ମଣିଷକୁ ମିଛ କୁହନ୍ତୁ ନାହିଁ, ଯିଏ ଆପଣଙ୍କ ମିଛକୁ ବି ସତ ବୋଲି ମାନିଯାଏ, ଯିଏ ଆପଣଙ୍କର ପ୍ରତିଟି କଥାକୁ ଗୁରୁତ୍ୱପୂର୍ଣ୍ଣ ଭାବେ ଗ୍ରହଣ କରିଥାଏ। କାହିଁକି ନା ଯଦି ଥରେ ତୁମ ଉପରୁ ତାର ବିଶ୍ୱାସ ଚାଲିଯିବ, ଆଉ କେବେ ବି ସେ ଆପଣଙ୍କୁ ବିଶ୍ୱାସ କରିବ ନାହିଁ। ଜୟ ଜଗନ୍ନାଥ। ବନ୍ଧୁ, ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ କରିବେ, ସେୟାର କରିବେ ଓ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ।